ସମସ୍ତେ ବିପୁଳ ମାତ୍ରାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ସଂଜୟ ସୁପୁତ୍ର ସେ ବଞ୍ଚିଆ କଣ କଲେ। ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗୀ ନାଚୁରିଆଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋକୁ ନେଇ ନୂଆପଡ଼ା ନିର୍ବାଚନ ହେଲା ହଲଚଲ। ଖଡ଼ିଆଲ ରୋଡରେ ବିଜେଡିର ପଥ ପ୍ରାନ୍ତ ସଭାରେ ପ୍ରବଳ ସମର୍ଥକଙ୍କ ଭିଡକୁ ନେଇ ଚର୍ଚ୍ଚା। ନିର୍ବାଚନ ତାରିଖ ଯେତେ ପାଖଉଛି ନୂଆପଡ଼ା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ନୂଆପଡ଼ା ନବୀନ ନା ମୋହନକୁ ନେଇ ଥମୁନି ଚର୍ଚ୍ଚା। ନୂଆପଡ଼ାରେ ହେବାକୁ ଥିବା ଉପନିର୍ବାଚନର ସ୍ଥିତି ପରୀକ୍ଷା ପାଇଁ ଆମ ବି ନ୍ୟୁଜ୍ ଟିମ୍ ପହଞ୍ଚିଥିଲା 7 ତାରିଖରେ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ଖଡ଼ିଆଲ ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପହଞ୍ଚିଥିଲା। ଆଜି ଥିଲା ଉଭୟ ସ୍ତରରେ ଥିବା ବିଜେଡିର ରୋଡ୍ ଶୋ ଦେଖିଲେ ଯେ କେହି ବିଶ୍ୱାସ କରିବା ପୂର୍ବରୁ ଆକଳନ କରାଯାଉଥିବା ବିଜେଡି ଜୟ ସୁନିଶ୍ଚିତ। ଢଲକିଆ ବିଜେପିରେ ଯୋଗ ଦେବା ପରେ ବିଜେଡିର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ହୁଏତ ଚଳିତ ଉପନିର୍ବାଚନରେ 3 ନମ୍ବରରେ ରହିଯିବ ବୋଲି ଲୋକେ ଭାବୁଥିଲେ, କିନ୍ତୁ ବିଜେଡି ସୁପ୍ରିମ ନବୀନ ଦ୍ୱିତୀୟ ଥର ଗ୍ରସ୍ତ ତା ଭୁଲ ପ୍ରମାଣିତ କରିଛି। ଆଜି ନବୀନ ପଟ୍ଟନାୟକଙ୍କ ବିଶାଳ ଜନସମାଗମର ଆକଳନ କିନ୍ତୁ ଯାହା କହୁଛି ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଯୋଗିତା ଲାଗି ରହିବ। କିଏ ହାରିବ କିଏ ଜିତିବ ତାହା ଆଉ 2 ଦିନ ପରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ। ଉଭୟ ଦଳର ନେତା ଓ କର୍ମୀମାନଙ୍କର ଆଗ୍ରହ ଅଧିକ ବଢ଼ିଥିବାର ଦେଖାଯାଇଥିଲା। ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ବିରୋଧୀ ପ୍ରାର୍ଥୀ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସରା ମାଝୀଙ୍କୁ କଂଗ୍ରେସର ସାଧାରଣ ଭୋଟର ଘରୁ ପଇସା ଦେଇ ନିର୍ବାଚନ ଲଦିବାରେ ସହାୟତା ପ୍ରଦାନ କରିଥିଲେ। ଚଳିତ ଉପନିର୍ବାଚନରେ କିନ୍ତୁ ସେ ଅବସ୍ଥା ପରିଲକ୍ଷିତ ହେଉନାହିଁ। ତଥାପି ଭୋଟରମାନେ ହେଉଛନ୍ତି ପ୍ରାର୍ଥୀମାନଙ୍କର ଭାଗ୍ୟ ନିୟନ୍ତା। ସେମାନେ ଅଧିକ ସଂଖ୍ୟାରେ ଯାହାକୁ ସମର୍ଥନ କରିବେ ସେହି ପ୍ରାର୍ଥୀ ହିଁ ବିଜୟ ଲାଭ କରିବା ସୁନିଶ୍ଚିତ। ନୂଆପଡ଼ା ଗ୍ରାଉଣ୍ଡ ଜିରୋରୁ ପୁରୁଷୋତ୍ତମ ବାଗଙ୍କ ସହିତ ଲୋକନାଥ ଦୋଳେଙ୍କ ରିପୋର୍ଟ, ବି ନ୍ୟୁଜ୍।